गुड मॉर्निंग डियर फ्रेंड। ତମେ ସମସ୍ତେ ଜାଣିଛ ଆମେ ଏଇ ଓଡିଏ କ୍ଲାସ ମାଧ୍ୟମରେ ଓଡିଏ କ୍ଲାସ ମାଧ୍ୟମରେ ଗତ କିଛି ଦିନ ହେଲାଣି ଗୋଟେ ଟାର୍ଗେଟ ସେଟ୍ କରିଛି। ଯୋଉ ଟାର୍ଗେଟ ରହିଛି ଯେ 2023 ମସିହାରେ ଯେତେ ସବୁ ପ୍ରିଭିୟସ ଇୟର ସିଜିଏଲ ଏକ୍ଜାମରେ ଆସିଥିଲା କୋଶ୍ଚିନ୍ ସବୁତକ ଆମେ ସମାଧାନ କରୁଛେ ଏଇ ଓଡିଏ କ୍ଲାସ ମାଧ୍ୟମରେ। ଆଜି ହଉଛି ତାର ଡେ ନମ୍ବର 5। ଆଜି ଏ କ୍ଲାସରେ କଣ କରିବା ନା ଯେତେକ ଜିଓମେଟ୍ରି ଯେତେ ସବୁ କୋଶ୍ଚିନ୍ ଆସିଥିଲା ସିଜିଏଲ ଏକ୍ଜାମରେ ସେ ସମସ୍ତ ପ୍ରଶ୍ନକୁ ଆମେ 2 ରୁ 3 କ୍ଲାସରେ କଣ ଶେଷ କରିବା ପାଇଁ ଚେଷ୍ଟା କରିବା। ଆଜି ହଉଛି ତାର ପ୍ରଥମ କ୍ଲାସ। ଆଉ ଯୋଉମାନେ ତମେ ସମସ୍ତେ ଭିଡିଓ ଦେଖିନ, ମୁଁ ଏହି ଚ୍ୟାନେଲ ମାଧ୍ୟମରେ 4ଟି ଭିଡିଓ ଅପଲୋଡ କରିସାରିଛି। ଯୋଉ 4ଟି ଭିଡିଓ ମଧ୍ୟରେ 2ଟି 2D ର ଭିଡିଓ ରହିଛି ଆଉ 2ଟି 3D ର ଭିଡିଓ ରହିଛି। ଯୋଉମାନେ ଦେଖିନାହ ସେମାନେ ଯାଇକି ଦେଖିପାରିବ ଆଉ ଚେକ୍ ମଧ୍ୟ କରିପାରିବ। ଆଉ ତମେ ସମସ୍ତେ ଜାଣିଛ କାଲିଠାରୁ ଆଉ ଗୋଟେ ମୁଁ ଯୋଜନା କରିଛି କଣ ନା ତମର ଆର ଆଇ ଅମିନ ଏଆରଆଇ ଏକ୍ଜାମ ହବାକୁ ଯାଉଛି ଏଇ ମାସ ଶେଷ ସୁଦ୍ଧା, ନଚେତ ଆର ମାସରେ କମ୍ପଲସରି ହବାର ସମ୍ଭାବନା ଯଥେଷ୍ଟ ରହିଛି। ତେଣୁକରି ସେ ଯୋଉ 2021 ମସିହାରେ ଯେତେ ସବୁ କୋଶ୍ଚିନ୍ ଆସିଥିଲା ଏଆରଆଇ ଆଉ ଅମିନ ସେ ସମସ୍ତ କୋଶ୍ଚିନ୍ ମଧ୍ୟ ମୁଁ କାଲିଠାରୁ ସମାଧାନ କରି ଲାଗିଛି। ଆଉ ସେ ସମସ୍ତ ଭିଡିଓ ମଧ୍ୟ ଏହି ଚ୍ୟାନେଲ ମଧ୍ୟରେ ଉପଲବ୍ଧ ରହିଛି। ତମେମାନେ ମଧ୍ୟ ଯାଇକି ତାକୁ ଚେକ୍ କରିପାରିବ। ପିଲାମାନେ, ମୁଁ ଦିନକୁ ଏଇ ଚ୍ୟାନେଲ ମାଧ୍ୟମରେ ତମ ପାଇଁ 3ଟି ଲେଖା ଭିଡିଓ କରିବି। ଏବେ ବର୍ତ୍ତମାନ 2ଟି କଣ୍ଟିନ୍ୟୁ ଚାଲିବ। ଆଉ ଦିନେ 2 ଦିନ ମଧ୍ୟରେ ଏସ୍ଆଇ ସବ୍ ଇନ୍ସପେକ୍ଟର ସିରିଜର ଯେତେ ସବୁ ରହିଥିଲା ପ୍ରିଭିୟସ୍ ଇୟର କୋଶ୍ଚିନ୍, ଯେତେ ସବୁ ମ୍ୟାଥମେଟିକ୍ସ ପଢିଥିଲା ମ୍ୟାଥ ପଢିଥିଲା ସେ ସବୁ ସମାଧାନ କରାହବ ଚାପ୍ଟର ୱାଇଜ। ତେଣୁ ଏତେ ଓରିଡ୍ ହୁଅନି। ଆଉ ବହୁତ ସମୟ ଯେହେତୁ କମ ରହିଲା, ଏଥର ପଢାପଢିରେ ଲାଗିଯାଅ। ଆଉ ଏଇ ବର୍ଷ ଯେମିତି ହେଲେ ଗୋଟେ ଯେକୌଣସି ଏକ୍ଜାମ କ୍ରାକ୍ କରିବାର ଅଛି। ପିଲାମାନେ ଆଉ ଲେଟ୍ କରିବାନି, କଣ କରିବା ଦେଖିବା। ଚାଲ ପ୍ରଥମ କୋଶ୍ଚିନ୍ ରହିଛି ଗାଡ଼ିରେ କଣ ଦେଖିପାରୁଛ ସ୍କ୍ରିନରେ। ପ୍ରଥମ କୋଶ୍ଚିନ୍ ଏଇ କୋଶ୍ଚିନ୍ ଟା ତମର ଆସିଥିଲା କଣ 2023 ସରି ହଁ 2023 ମସିହା ସିଜିଏଲ ଏକ୍ଜାମରେ ଆସିଥିଲା। ପ୍ରିରେ ଆସିଥିଲା, ଏଇଟା ପ୍ରି କୋଶ୍ଚିନ୍ ଟା ବୁଝିଲା ନାହିଁ। ଏଇଟା ହେଲା ପ୍ରିଲିମିନାରୀ କୋଶ୍ଚିନ୍ ଟା ବୁଝିଲା ନାହିଁ। ଦେଖ କଣ ଦେଇଛି, କହିଛି ଇଫ୍ ଆଙ୍ଗେଲ ସି ଇକ୍ୱାଲ ଟୁ ଆଙ୍ଗେଲ ଜେଡ ହେଲା। ତାହେଲେ ଦିଟା ଆଙ୍ଗେଲ କଥା କହିଛି। ଆଉ କଣ କହିଛି ଏବଂ ଏସି ଇକ୍ୱାଲ ଟୁ ଏଚଜେଡ ହେଲେ then which of the following condition is necessary for ABC and XYZ triangle to be congruent ହେଲା। congruent ମାନେ ସର୍ବସମ ହେବ ବୁଝିଲେ। ଆଉ ଗୋଟେ ସତ କଥା ଆମେ ସମସ୍ତେ ଜାଣିଛେ ଯେତେବେଳେ 2ଟି ତ୍ରିଭୁଜ ସର୍ବସମ ହବା ପାଇଁ ହେଲେ କଣ କରିବାକୁ ପଡିବ, 3ଟା ସିମିଲାରିଟି ଦରକାର। ଯୋଡେ ସିମିଲାରିଟି ଦେଇଛି ଆଉ ଗୋଟିଏ ସିମିଲାରିଟି ଏଇ ଯୋଉ 4ଟା ଅପସନ ଦେଇଛି କେଉଁ ସିମିଲାରିଟି ଟା ଯୋଗ କରିଦେଲେ ଏଇ ଯୋଉ 2ଟା ସିମିଲାରିଟି ସହିତ ସେ ଦିଟାକୁ ପହଞ୍ଚିବ କନଗ୍ରୁଏଣ୍ଟ ହେଇଯିବ ବୁଝିପାରିଲ ନାହିଁ। ତାହେଲେ କଣ କରିବି, ଏ 2ଟା ତ୍ରିଭୁଜ ଯେହେତୁ ଦେଇଛି ସେମାନଙ୍କର ନାଁ ଲେଖିବାକୁ ପଡିବ। ମୁଁ କଣ କଲି, ପ୍ରଥମେ ଏ ବି ସି ଗୋଟେ ତ୍ରିଭୁଜ କରିଥିଲି। ଆଉ ଗୋଟେ ତ୍ରିଭୁଜରେ କଣ ଥିଲା ଏକ୍ସ ୱାଇ ଜେଡ। ତାହେଲେ ଏକ୍ସ ୱାଇ ଜେଡ ଏ ଦି ଜଣ ପରସ୍ପର କଣ ଅଛି, କନଗ୍ରୁଏଣ୍ଟ ଅଛି ମାନେ ସର୍ବସମ ଅଛି। ଦେଖିଲେ ଏଇଟା ହେଲା ସର୍ବସମ ସାଇଡ। କଣ ହଉଛି ସି ଆଙ୍ଗେଲ ସହିତ ଜେଡ ଆଙ୍ଗେଲ ଇକ୍ୱାଲ ଅଛି। ତାହେଲେ ସି ଆଙ୍ଗେଲ ଦେଖିପାରୁଥିବ କୋଉଠି ରହିଛି, ସି ଆଙ୍ଗେଲ ଏଠି ଆଉ ଜେଡ ଆଙ୍ଗେଲ ରହିଛି କୋଉଠି ଏଠି। ଏ ଦିଟା କଣ ଅଛି, ଇକ୍ୱାଲ ଅଛି। ତାପରେ ଆଉ କଣ ଅଛି ଏସି ଇକ୍ୱାଲ ଟୁ ଏକ୍ସ ଜେଡ। ଏସି ଦେଖିପାରୁଛ ଏଇଠି, ଏସି ଇକ୍ୱାଲ ଟୁ ଏକ୍ସ ଜେଡ କୋଉପଟେ ଏପଟେ ଏଠି ଦେଖିପାରୁଛ। ତାହେଲେ ଏଇ ସାଇଡ ଏସି ଆଉ ଏକ୍ସ ଜେଡ ଏ ଦିଟା ସାଇଡ କଣ ଅଛି, ଇକ୍ୱାଲ ଅଛି। ଆଉ ସି ଆଙ୍ଗେଲ ଆଉ ଜେଡ ଆଙ୍ଗେଲ ଏ ଦିଟା ମଧ୍ୟ ଇକ୍ୱାଲ ଅଛି। ସେ କହୁଛି ଆଉ ଆମେ ସମସ୍ତେ ଜାଣିଛେ ଦିଟା ତ୍ରିଭୁଜ ସର୍ବସମ ପାଇଁ ଅତି କମ ରେ 3ଟି ସିମିଲାରିଟି ଦରକାର। 2ଟା ସିମିଲାରିଟି ଅଛି ଆଉ ତୃତୀୟ ସିମିଲାରିଟି ଟା କଣ ହେଇଗଲେ ତ୍ରିଭୁଜ ଦିଟା ସର୍ବସମ ହବ। ବିଭିନ୍ନ ପ୍ରକାର କଣ୍ଡିସନ ପଡିଥିଲା ଆମେ ବୁଝିଲେ ନାହିଁ। ତାହେଲେ କଣ ହବ ନା ଆମେ ସମସ୍ତେ ଜାଣିଛେ ଏଇ ଯୋଉ ବିସି ଆଉ କଣ ହବ ୱାଇ ଜେଡ ଯଦି ଦିଟାକ ସମାନ ହେଇଯିବ ତାହେଲେ ତ୍ରିଭୁଜ ଦୁଇଟି ସର୍ବସମ ହେଇଯିବ। କଣ ପାଇଁ ବିସି ୱାଇ ଜେଡ ଲେଖିଲି ନା ଆମେ ଜାଣିଛେ ଗୋଟେ ଥିଲା କଣ ସାଇଡ ଆଙ୍ଗେଲ ସାଇଡ ବୁଝିପାରିଲ ନା। ସାଇଡ ଆଙ୍ଗେଲ ସାଇଡ ଏଇ ସର୍ତ ଅନୁସାରେ ତ୍ରିଭୁଜ ଦୁଇଟି କଣ ହେଇପାରିବ ସର୍ବସମ ହେଇପାରିବ। ଏଇ ତ୍ରିଭୁଜ କଥା ସ୍ପେଶାଲି କହୁଛି ବୁଝିଲ ନାଇଁ। ଏଇଟା ଗୋଟେ ସର୍ତ୍ତ ରହିଛି। ତାପରେ ଆଉ ସବୁ ଜାଣିଛ ରାଇଟ ଆଙ୍ଗେଲ ଟ୍ରାଙ୍ଗେଲ ଆଉ ଗୋଟେ ଏଇ ଯୋଉ କଣ ଯୋଉ ସମକୋଣ ସକବା ଏ ସବୁ ପଢିଥିବ ସ୍କୁଲ ଟାଇମରେ। ତମ ଓଡିଆରେ କହିଦେଉଛି ତମେ ଠିକ ସେ ଫିଲ୍ କରିପାରିବ। ଗୋଟେ ଥିଲା କଣ, ଏଇଟା ଥିଲା ବାହୁ ହେଲା କୋଣ ବାହୁ ଏଇ ସର୍ବସମତା ଅନୁସାରେ ତ୍ରିଭୁଜ ବି ସର୍ବସମ ହେଇପାରିବ। ଆଉ କଣ ହେଇପାରିବ ନା ବାହୁ ହେଲା। ଆଉ ଗୋଟେ କଣ ହେଇପାରିବ ବାକୋବା ହେଇପାରିବ। ବାକୋବା ସରିଲା କୋବା କହିପାରିବ। ଗୋଟେ କଣ ହେଇପାରିବ କୋ ବା କୋ ହେଇପାରିବ। ଇଏ ବି ଗୋଟେ ସର୍ତ୍ତ। କୋବାକୁ କହିଲେ କଣ ବୁଝିବ ନା କୋଣ ବାହୁ
কোଣ ମାନେ ଦୁଇ କୋଣ ସଂଲଗ୍ନ ବାହୁ ଯେମିତି ମାନେ କଣ ସପୋଜ ଦେଖୁଛ ଏବିସି ତ୍ରିଭୁଜ ଦୁଇ କୋଣ କଣ ହେଇପାରିବ ନା ବି ଏ କୋଣ ଆଉ ବି କୋଣ ଯଦି ସମାନ ହଉଥିବ ସରି ଏ କୋଣ ଆଉ ବି କୋଣ ଅନ୍ୟ ଏକ ତ୍ରିଭୁଜର ଯେମିତି ଏପଟେ ଦେଖୁଛ ଏକ୍ସ ୱାଇ ଜେଡ ଯେମିତି ଏ କୋଣ ଯଦି ଏକ୍ସ ସହିତ ବି ଟା ଯଦି ୱାଇ ସହିତ ଯଦି ବି ସର୍ବସମ ହୁଏ ବା ସମାନ ହୁଏ ଆଉ ସେମାନଙ୍କର ସଂଲଗ୍ନ ବାହୁ କିଏ ଅଛି ଏ କୋଣକୁ ବି କୋଣକୁ ଆଧାର କରି କୋଉ କୋଣଟା ଅଛି ନା ଏ ବି ରହିଛି ଏପଟେ ସେମିତି ଏକ୍ସ କୁ ୱାଇ କୁ ଆଧାର କରି କଣ ହବ ଏକ୍ସ ୱାଇ ତାହେଲେ ଏଇ ସର୍ତ ଅନୁସାରେ ଯଦି ଏଇ ସର୍ତ ଯଦି କଣ ଫଲୋ କରୁଛି ଦିଟା ତ୍ରିଭୁଜ ତାହେଲେ ସେ ଦିଟା ତ୍ରିଭୁଜ ବି କଂଗ୍ରୁଏଣ୍ଟ ବା ସର୍ବସମ ହେଇପାରିବ ଆଉ ଗୋଟେ କଣ ଅଛି ସମକୋଣ କର୍ଣ୍ଣ ବାହୁ ହେଲା ଏଇଟା କେବଳ ଯେତେବେଳେ ଗୋଟେ ସମକୋଣ ତ୍ରିଭୁଜର ସମକୋଣ ଆଉ ଗୋଟେ କର୍ଣ୍ଣ ଆଉ ଯେକୌଣସି ଦୁଇଟି ବାହୁ ମଧ୍ୟରୁ ଗୋଟିଏ ବାହୁ ଯଦି ସର୍ବସମ ହେଇପାରୁଛି ତାହେଲେ ସେ ତ୍ରିଭୁଜ ସରି ଯଦି ସମାନ ହେଇପାରୁଛି ତାହେଲେ ତ୍ରିଭୁଜ ବି କଣ ହବ ସର୍ବସମ ହେଇପାରିବ ବୁଝିପାରିଲ ନା ନାଇଁ ତାହେଲେ ଏଇଟା ଏଇ କଣ୍ଡିସନ ପାଇଁ କଣ ଦରକାର ନା ଏଇ ଯୋଉ ତ୍ରିଭୁଜ ଦେଖୁଛ ଦତ୍ତ କୁହନ୍ତି ଗୋଟେ ଗୋଟେ ସାଇଡ ଦେଇଛି ଗୋଟେ ଆଙ୍ଗେଲ ଦେଇଛି ତାହେଲେ ଆଉ ଗୋଟେ କଣ ସାଇଡ ଆଡ କରିଦେଲେ କଣ ହେଇଯିବ ତ୍ରିଭୁଜ ସର୍ବସମ ତାହେଲେ ସେ ଦିଟା ସାଇଡ କଣ ହେଇପାରିବ ନା ବିସି ସହିତ କଣ ହବ ୱାଇ ଜେଡ ହବ ଅନ୍ୟ ବାଇ କଣ ପାଇଁ ହବନି ନା ଏ ଦିଟା ଅନୁରୂପ ବାହୁ ବୁଝିଲା ବିସି ର ଅନୁରୂପ ବାହୁ କିଏ ସେ ୱାଇ ଜେଡ ବୁଝିଲା ନାଇଁ ଏ ଦିଟା ଅନୁରୂପ ବାହୁ ସେଇଥିପାଇଁ ଆଉ କୌଣସି କଣ୍ଡିସନ ହେଇପାରିବନି ଯେ ଏ ବି ୱାଇ ଜେଡ କରିପାରିଥାନ୍ତି ନା ଏଇଟା ହେଇପାରିବନି କଣ ପାଇଁ ଏଇଟା ଅନୁରୂପ ବାହୁ ନୁହେଁ ସେଇଥିପାଇଁ ଏ ଦିଟା ହେଇପାରିବନି ତାହେଲେ ବିସି ସହିତ ଯଦି ୱାଇ ଜେଡ କଣ ହବ ସମାନ ହବ ତାହେଲେ ଏଇ ତ୍ରିଭୁଜ ସର୍ବସମ ହେଇପାରିବ ଏଇ କଣ୍ଡିସନରେ କୋଉ କୋଉ ସର୍ତ ଅନୁସାରେ ନା ବାହୁ କୋଣ ହେଲା ଦେଖିପାରୁଥିବା ବାହୁ କୋଣ ବାହୁ ଅପସନ ନମ୍ବର 1 ସେଇଥିପାଇଁ ଏଠି ହେଲା ବାହୁ ଏଠି ହେଲା କୋଣ ଏଠି ହେଲା ବାହୁ ତାହେଲେ ଦେଖିଲ ତାହେଲେ ବିସି ସହିତ କୋଉଟା ସମାନ ହେଲା ନା ୱାଇ ଜେଡ କୋଉଠି ରହିଛି ଅପସନ ବିସି ଇକ୍ୱାଲ ୱାଇ ଜେଡ ଅପସନ ନମ୍ବର କେତେ ରହିଛି ବି ରହିଛି ଏଇ ପ୍ରଶ୍ନ ସଠିକ ଉତ୍ତର ଜାଣିପାରିଲନି ମୁଁ ତମକୁ ବୁଝିବା ପାଇଁ ଏତେ ସମୟ ଲାଗିଲା କିନ୍ତୁ ଏଇଟା କେତେ ସମୟ ଦେଖୁ ଦେଖୁ ଚିତ୍ର କରିଦବ ସାଙ୍ଗନା ସରିବ 2 ମିନିଟର କାମ ଏଇଟା ହେଲା ସରି 2 ସେକେଣ୍ଡର କାମ ହେଲା ତାପରେ ଦେଖ ନେକ୍ସଟ କ୍ୱେଶ୍ଚନ ଦେଖିପାରୁଛ ସମସ୍ତେ କଣ ଦେଇଛି ତମେ ଦେଖ ଡାଇରେକ୍ଟ ଚିତ୍ର ତ ମୁଁ ଦେଇଦେଇଛି ଚିତ୍ରରେ ବି ତମକୁ ଭ୍ୟାଲୁ ପକେଇ ଦେଇଛି ଆଉ ଏଠି କ୍ୱେଶ୍ଚନ ପଡିଲେ କୌଣସି ଆବଶ୍ୟକତା ନାହିଁ ଆମେ ଜାଣିଛେ ଏଠି ଏକ୍ସ ଦେଇଛି ମାନେ ଏକ୍ସ ର ଭ୍ୟାଲୁ ପୁଟ୍ କରୁଛି ତଥାପି ମୁଁ କ୍ୱେଶ୍ଚନ ପଡିଯାଉଛି ଦେଖ ଇନ୍ ଦ ଗିଭେନ୍ ଫିଗର ତଳେ ଯାଇଥିବା ଚିତ୍ରରେ PAB ଦେଖିପାରୁଛ ପି ଏ ଏଇଟା ହେଲା ବୁଝିଲେ ନା ଏ ବିନ୍ଦୁରା ଏଇଟା ଦେଇନି ଛାଡି ଦେଇଛି ହେଲା PAB ଇଜ ଏ କଣ ସେକଣ୍ଡ ଆଣ୍ଡ କଣ PT ଇଜ ଏ କଣ ଟାଞ୍ଜେଣ୍ଟ ମାନେ ଛେଦକ ବୁଝିଲା ନାଇଁ ଏଇଟା କଣ ହେଲା ସ୍ପର୍ଶକ ଟାଞ୍ଜେଣ୍ଟ ମାନେ କଣ ସ୍ପର୍ଶକ ସେକଣ୍ଡ ମାନେ କଣ ଛେଦକ ଟୁ ଦ ସର୍କଲ ଫ୍ରମ ପି କୋଉଠାରୁ ସର୍କଲ ପ୍ରତି କୋଉଠାରୁ ନା ବହିସ୍ତକ ପି ବିନ୍ଦୁରୁ ବୃତ୍ତ ପ୍ରତି ଗୋଟେ ସ୍ପର୍ଶକ ମନେ କରାଯାଇଛି ଆଉ ଗୋଟେ କଣ ସ୍ପର୍ଶକ ଖଣ୍ଡ ବା କଣ ସ୍ପର୍ଶକ ଖଣ୍ଡ ମନେ କରାଯାଇଛି ଆଉ ଗୋଟେ ହେଲା କଣ ଛେଦକ ଦେଖ ଏଇ ଯୋଉ ଟି ଟା ଦେଖୁଛ ଏଇଟା କଣ ସ୍ପର୍ଶକ ଖଣ୍ଡ ବା ସ୍ପର୍ଶକ ଏଇଟା କେତେବେଳେ ହେଇପାରିଥାନ୍ତା ଯେତେବେଳେ ଏଇଟା ଯଦି ବଢିଆ ହେଇଥାନ୍ତା ସେଇଟା ହେଇଥାନ୍ତା ସ୍ପର୍ଶକ ହେଇଥାନ୍ତା ତେଣୁ ଏଇ ପି ଠାରୁ ଟି ପର୍ଯ୍ୟନ୍ତ ଏଇଟା କଣ ହେଇଯିବ ନା ଏଇଟା ହେଇଯିବ ସ୍ପର୍ଶକ ଖଣ୍ଡ ତାହେଲେ ପି ଏ ବି ଯୋଉ ଦେଖିପାରୁଛ ଏଇଟା କଣ ନା ଛେଦକ ଏଇଟା କହନ୍ତି କଣ କହନ୍ତି ଛେଦକ କହନ୍ତି ଯାହାକୁ ସେ କହନ୍ତି ସେକେଣ୍ଡ କହନ୍ତି ବୁଝିଲା ନା ନାଇଁ ତାହେଲେ ଦେଇଦେଇଛି ଗୋଟେ ବହିଷ୍ଠ ଗୋଟେ ବିନ୍ଦୁରୁ ବୃତ୍ତ ପ୍ରତି ସ୍ପର୍ଶକ ଖଣ୍ଡ ଆଉ ଛେଦକର ନାଁ ଦେଇଦେଇଛି ଆଉ ସେମାନଙ୍କର ବି ଦେଖ ଭ୍ୟାଲୁ ଦେଇଛି ଦେଖ ପି ହେଲା ଗୋଟେ ବହିଷ୍ଠ ବିନ୍ଦୁ ଫ୍ରମ ପି ହେଲା ତାହେଲେ ପିଟି ର ପରିମାଣ ଦେଇଛି 80 ସେଣ୍ଟିମିଟର ଯୋଉଟା ଚିତ୍ର ଦେଖିପାରୁଛ ତମେ ଆଉ ପିଏ ଦେଇଛି 6 ସେଣ୍ଟିମିଟର ଚିତ୍ର ବି ଦେଇଦେଇଛି ଏ ବି ଦେଇଛି ଟୋଟାଲ ଟା କେତେ ଏ ବି ଏଇଠୁ ସରି ଟୋଟାଲ ଟା ନୁହଁ ଏଇଗୁଡା ଯୋଉ ଡାଇମିଟର ଟା ଦେଖୁଛ ଡାଇମିଟର ଏଇଟା ହେଇପାରେ ନ ହେଇପାରେ କାରଣ ସେଣ୍ଟର କଥା କିଛି କହିଲେ ତେଣୁ ଆମେ ଭାବିବା ଏଟା ଭୁଲ ହବ ହେଲା ତାହେଲେ ଏ ବି ଟା ହେଲା କଣ ଦେଇଛି 1 ସେଣ୍ଟିମିଟର ଦେନ୍ ତ ଭ୍ୟାଲୁ ଅଫ ଏକ୍ସ ଏଇ ଯୋଉ ଏଇଗୁଡା ଯୋଉ ଏ ବି ବୁଝିଲା ନା ଯୋଉ କଡ ବି ହେଇପାରିବ ହେଲା କଡ ହେଇଗଲେ ଠିକ ହବ କଡ କହିଲେ ବି କିଛି ଭୁଲ ହବନି କାରଣ ଏଟା ସେଣ୍ଟର କଥା ଦେଇଛି ତେଣୁ ଏଟା କଡ ହେଇପାରିବ ହେଲା ହେଲେ ଏ ବି କଡ ର ଭ୍ୟାଲୁ କେତେ ବାହାର କରିବା ଆ ପାଇଁ ଗୋଟେ ସୂତ୍ର ରହିଛି ଗୋଟେ ଥିଓରମ ବି ଥିଲା ବୁଝିଲା ନାଇଁ କଣ ସେଇଟା ନା ପିଟି ସ୍କୋୟାର ଇକ୍ୱାଲ ଟୁ ପି ଏ ଇଣ୍ଟୁ ପିବି ବୁଝିଲା ନାଇଁ ହେଲା ତାପରେ ଆମେ ପିଟି ଜାଗାରେ କେତେ ଦେଇଛି ଭ୍ୟାଲୁ ଦେଇଛି 8 ସ୍କୋୟାର କରିଦେବି ତାପରେ ପିଏ କେତେ ଦେଇଛି ପିଏ ଦେଇଛି 6 ଦେଇଛି ପିବି କେତେ ହବ ପିବି ମାନେ ଟୋଟାଲ ଟା ଏଠୁ ତ 6 ଏଠୁ ତ x ତାହେଲେ କେତେ ହେଇଯିବ 6 ପ୍ଲସ x ତାର କଣ କରିବି ଏଟାକୁ ସମାଧାନ କରିଦେବି 8 ର ସ୍କୋୟାର କେତେ 64 ତାପରେ 6 କୁ 6 ରେ ଗୁଣିଲେ କେତେ 36 ଇଣ୍ଟୁ 6x ଏଇଟା କଣ ପ୍ଲସ 6x 36 ଗୋଟେ ମିଶା ସବୁବେଳେ କଣ ହବ ଏଇଟା ହବ ତାହେଲେ 64 36 ଗଲେ 14 ହେଲେ କେତେ 8 ବୁଝିଗଲାଣି 14 ଛକଲେ 8 ତାପରେ ଏଠି କେତେ 5 3 2 28 ତାହେଲେ 6x ଇକ୍ୱାଲ କେତେ ହେଲା 28 ହେଲା ତାହେଲେ x ଇକ୍ୱାଲ କେତେ ହେଇଯିବ ନା 6 ରେ ମଲ୍ଟିପ୍ଲାଇ ସବୁବେଳେ କଣ ହବ ଡିଭାଇଡ 28/6 2 ଜାଗାରେ ଦେଇଦେ 14/3 ଦେଖିଲ ଅପସନ ନମ୍ବର ଅଛି କି ଏମିତି କିଛି ରହିଛି କି 14/3 ରହିଛି ଅପସନ ନମ୍ବର ସି ତାହେଲେ ଏଇ ପ୍ରଶ୍ନ ସଠିକ ଉତ୍ତରଟା କଣ ନା 14/3 ଏଇ ଅପସନ ନମ୍ବର ସି ଏହାର କଣ ସଠିକ ଉତ୍ତର ହେଲେ ପିଲାମାନେ ଏଇ ପ୍ରଶ୍ନଟାକୁ ସମାଧାନ କେମିତି କରିବା ପାଇଁ କଣ ମନେ ରଖିବାକୁ ପଡିବ ନା ଏଇ ଫର୍ମୁଲା ଟା ମନେ ରଖିବାକୁ ପଡିବ କଣ ଯେତେବେଳେ କୌଣସି ଗୋଟେ ବୃତ୍ତ ପ୍ରତି ବହିସ୍ତକ ବିନ୍ଦୁରୁ ସ୍ପର୍ଶକ ଖଣ୍ଡ ଆଉ ଗୋଟେ ଛେଦକ ଅଙ୍ଗନ ହେଇଥିବ ତାହେଲେ ଯୋଉ ସ୍ପର୍ଶକ ଖଣ୍ଡର ଅଗ୍ର ବର୍ଗ ଆଉ ଛେଦକ ଦ୍ଵାରା ଯୋଉ ବୃତ୍ତକୁ ଛେଦ କରି ଏ ଆଉ ବି ବିନ୍ଦୁରେ ସେ ଗୋଟେ ଯୋଉ ରହିଛି ପି ଆଉ ପିବି ର ଗୁଣଫଳ ସହିତ କଣ ହବ ସମାନ ହବ ବୁଝିଲା ନାହିଁ ତେଣୁକରି ଏଇ ସୂତ୍ରଟା ଡାଇରେକ୍ଟ ଯେମିତି ମନେ ରଖିଥବ ତେଣୁ ଡାଇରେକ୍ଟ ଭ୍ୟାଲୁ ପୁଟ୍ କରି ସମାଧାନ କରିବ ଦୁଇଟା ଷ୍ଟେପରେ ତମର ଉତ୍ତର ସମାନ ବାହାରି ପଡିବ 5 ସେକେଣ୍ଡ ଭିତରେ ତମେ ଏଇ ପ୍ରଶ୍ନ ପାଇଁ ତମକୁ ମାତ୍ର 5 ସେକେଣ୍ଡ ଲାଗିବ
मात्र 5 सेकंड बेसी समय लगेनि 5 सेकंड मध्य ये प्रश्न तुम समाधान करिपरिबो देखो नेक्स्ट क्वेश्चन देखिबा नेक्स्ट क्वेश्चन स्क्रीन रे देख परतो देइछि इफ डी इज द मिड पॉइंट ऑफ अ बीसी हला इन एबीसी एबीसी ट्रायंगल रे ट्रायंगल एबीसी चले गोटे कौन करी ट्रायंगल एबीसी करी एंड ए कोण देछि 90 डिग्री चले एमती सीधा गार पकार कारण कोन ना जेहेतु 90 डिग्री कथा होतला तेन करी कोन गोटे कोन तो समकोण हबो ना तेन करी कोन कली ना ए कोण टाको वाला समकोण तेन करी एठी ए टाको रखिली एठी बी रखिबी एठी कोन सी देबी तार देछि कोन देछि बीसी बीसी रो मिड पॉइंट हला डी बीसी देख परतो मिड पॉइंट हला के चला डी बीसी रो मिड पॉइंट हला केते डी आ से कोन ए डी रो लेंथ पचाछि ए डी रो लेंथ पचाछि आ बुझिना नै एटा हला कोन बीसी तापर बीडी इक्वल टू सीडी हबो ना ना बीडी इक्वल टू सीडी हे जिवो कोन फाइ ना बीसी रो मिड पॉइंट हला डी तेनु जेहेतु एटा मध्य बिंदु ताले बीडी इक्वल टू सीडी हे जिवो एटा तो कोन कंपलसरी हबो बुझिना नै तापर देखो आ कोन पछे एडी रो दरकार पछे पिला माने समाधान करिया केमिति क्वेश्चन आ कोन देइछि कहार वैल्यू देइछि कहार वैल्यू देइनि हैला केवल हमें केमिति बाहर करिया एतरे बाहर करिया बुझिना नै देखो केमिति समाधान करिया आमे जेतबेले एई सब तीनटा वर्टेक्स नै कि गोटे सर्कल करिबा सर्कल ड्रा करिबा ताले कोन होबो जानछ ए जो डी बिंदुटा कोन जो गेला सर्कल रो सेंटर होइबो डी बिंदुटा कोन जो सेंटर हो ताले बीसी टा कोन होला कहलो डायमीटर बीसी टा कोन होला बीसी टा हो कोन व्यास हो बुझिबो ना बुझिबो ना बीसी टा हो कोन व्यास हो ताले एटा जेहेतु मध्य बिंदु एटा केंद्र ताले बीडी जति की हबो आ कोन सीडी मध्ये सेति की हबो तापर देखलो एटी ए जो देखुछो ए और डी एटा मध्ये कोन गोटे व्यासार्ध ना नै एटा भी गोटे सेही व्यासार्ध एटा व्यासार्ध एटा व्यासार्ध एटा व्यासार्ध ताले एटी कोन हमें पाइले ना बीडी जति की हबो सीडी तो सेति की हला एटा मध्य बिंदु कथा कहितला एबे वर्तमान मु जले गोटे वृत्त अंकन करदेली ताले एटा कोन परिवृत्तर केंद्र हे गेला माने परिवृत्तर केंद्र हे गेला तापर केंद्र हे गेला पर हम जानि एटा भी कोन गोटे व्यासार्ध ताले एडी भी पाइ गेले कोन व्यासार्ध से पचारथला कोन हमको ना एडी चले गोटे वृत्तर व्यास दत्त अछि ताले व्यासार्ध केमि बाहर करबी ना व्यास बाय 2 व्यास केते रहिछि व्यास बाय 2 कर देबी ताले व्यास केते थला ना बीडी ताले बीडी बाय 2 ताले एडी का दत्त केमि बाहरिबो ना बीडी बाय 2 देखला ऑप्शन कोट रहिछि एडी इक्वल टू सॉरी एडी इक्वल टू बीडी बाय 2 कोड देछि बीडी बाय 2 बाय सॉरी बीडी गोछि एटा बीसी बाय 2 उल्टा कर व्यास पराठी व्यासटा अछि कोन बीटी व्यासटा होला बीसी तले कोन हैला बीसी बाय 2 ऑप्शन नंबर कोटा हबो सी हबो जानि फेरानी कोन कहितला म आउट तुम कहि देबे पे चाहछि हैना बुझाणी बहुत सहज प्रश्नटा देइतला कोनसी गोटे त्रिभुज समकोणी त्रिभुजर हैला ना देइतला कहतला ए कोणटा हला कोन 90 डिग्री आ कोन कहतला बीसी रो मध्य बिंदु कहितला कोन ना डी तले बीसी एठी अंकन कर देली मो बीसी रो मध्य बिंदु कोन थला डी थला मु जदी ए तीनटा शीर्ष बिंदु को नै कि अंकन करिबी समकोणी त्रिभुजर तले कोन हबो एइटा गोटे कोन जो वृत्त होई जिवो एटा कोन जो गोटे वृत्त होई जिवो तले जो बीडी जो सॉरी डी बिंदु जे देखु कोन होई ना वृत्तर केंद्र होई जिवो तले कोन वृत्तर केंद्र जेहेतु होई जिवो तले बीडी और सीडी परस्पर कोन होबे व्यासार्ध देबे तेणुकर व्यासार्ध गोटे वृत्त तो सब तक होला कोन समान दगे विशिष्ट तेणुकर बीडी इक्वल टू कोन होई जिवो सीडी होई जिवो तापर पुनश्च देखो डी बिंदु ए प्रति जो अंकन एटा भी गोटे कोन जेहेतु केंद्र बिंदु सहित संयोग होइछि एडीटा तले एटा भी गोटे कोन व्यासार्ध तेणुकर आ सहित मध्य समान होइजो तले एडी मध्य बीडी सहित आ कोन सीडी सहित समान हे गेला आ हम पचार थला कोन ना एडी रो वैल्यू केन बाहर करिया एडी रो वैल्यू केन बाहर करबा ना बीसी सहित एडी रो संपर्क देखो एडी एडी पचार छी एडी सब तक ऑप्शन कोन अछि बीसी अछि तले बीसी सहित संपर्क तयार करबी एडी रो तले बीसी हला कोन एटा गोटे व्यास तले व्यास व्यास को दुई भाग कले बाहर कोन व्यासार्ध तले सेति पई हेला कोन बीसी बाय 2 तले ए प्रश्न सठिक उत्तर हला कोन ऑप्शन नंबर सी तापर नेक्स्ट क्वेश्चन देखो समझबे स्क्रीन में देखि परछ गोटे एबीसी त्रिभुज आ गोटे देखि कोन पीक्यूआर त्रिभुज बी2 कोन कॉन्ग्रुएंट माने एबे तुम कहितली कोन कहितली ना सर्वसम तले प्रथम कोन करदेबी दुईटा त्रिभुज को ड्रा कर देबी गोटे ना दे तार त्रिभुज ड्रा सैला पर कोन जो तंका समान को ना देबी एबीसी आ गोटे हला कोन पीक्यूआर बुझिलानी एबीसी और पीक्यूआर दुईटी सर्वसम त्रिभुज कहि देइछ आगु आगे भी ने अछि बुझिलानी सर्वसम congruent value triangle solve that angle A और angle P आर कोन 90 डिग्री देखो क्वेश्चन मु पढी नथली संपूर्ण से पई जो तू प्रश्न करिया पई अंकन बसेली किंतु सेटा कोन राइट एंगल ट्रायंगल हे भालानी आ बुझि पछना बुझि पनो एग्री मते कोन करिया पड़ो राइट एंगल ट्रायंगल करिया पड़िबो एटा कोन करिया पड़िबो राइट एंगल ट्रायंगल करिया पड़ो सेही त्रिभुज रहबो किंतु त्रिभुज कोन हिबो
রাইট অ্যাঙ্গেল ট্রায়াঙ্গেল ହେଇଯିବ। তাহলে କଣ କରୁଛି ନା ଏ କୋଣ ଆଉ ପି କୋଣ, এইটা তাহলে এ, এটা ହେଲା କଣ ପି, ଏ ଦିଟା ଆକ ଦେଇଥିଲା 90 ଡିଗ୍ରୀ, ଦେଇଥିଲା 90 ଡିଗ୍ରୀ, ତାହେଲେ ଏପଟେ କଣ ରହିବ, ଏପଟେ ରହିବ ବି, ଏପଟେ ରହିବ ସି, ଏଟା ରହୁଛି କ୍ୟୁ, ଏଟା ରହୁଛି କଣ ଆର। ବୁଝିପାରିଲ ନା ବୁଝିପାରିଲନି? ଇକୁଆର ଦେଇଥିଲା ପାଇଁ ଏବିସି ଟ୍ରାଙ୍ଗେଲ କଣ କହିଥିଲା, ଟୁ କନଗ୍ରୁଏଣ୍ଟ ଟ୍ରାଙ୍ଗେଲ ସହଜାତ ଆଙ୍ଗେଲସ ଏ ଆଉ କଣ ଆଙ୍ଗେଲସ ପି ଦିଟା ଆକ 90 ଡିଗ୍ରୀ, ଏଇଠି ବିସି 13, ଦେଖ ବିସି କୋଉଠି ଅଛି, ଏଇଟା 13 ହେଇଗଲା, ବିସି କେତେ ହେଇଛି 13, ତାହେଲେ ପିଆର କେତେ ହେଇଛି 5, ପିଆର କେତେ ହେଇଛି 5 ହେଇଛି, ତାପରେ କଣ ଦେଇଛି ଆଉ କଣ ଦେଇଛି ପିଆର, ପିଆର ଦେଲା 5, ବିସି ଦେଲା 13, ତାହେଲେ ପଚାରିଛି କଣ এবି ପଚାରିଛି, এবି ସମସ୍ତେ ଦେଖିପାରୁଥିବ ଏଠି, এবି କଣ ପ୍ରଥମ ଦ୍ୱିଭୁଜରେ ରହିଛି, ଏଇଟା ପରପେଣ୍ଡିକୁଲାର, ତାହେଲେ କଣ এবି ର ଭ୍ୟାଲୁ ପଚାରୁଛି, କାହାର ଭ୍ୟାଲୁ ପଚାରୁଛି ନା এবି ର ଭ୍ୟାଲୁ ପଚାରୁଛି। ପିଲାମାନେ ତମକୁ କହିଲି ଏ ଦିଟା ତ୍ରିଭୁଜ କଣ କନଗ୍ରୁଏଣ୍ଟ, କନଗ୍ରୁଏଣ୍ଟ ମାନେ କଣ ସର୍ବସମ, ଦିଟା ତ୍ରିଭୁଜ ସର୍ବସମ ହେଇଗଲା ମାନେ କଣ ସେମାନଙ୍କ ଅନୁରୂପ ବାହୁ ଅନୁରୂପ କୋଣ ସମାନ ହବ, ଦେଖ ଏ କୋଣଟା 90 ଡିଗ୍ରୀ, ଏ କୋଣଟା 90 ଡିଗ୍ରୀ, ତାହେଲେ ଏ ଦିଟା ତ୍ରିଭୁଜ ଯଦି ସର୍ବସମ, ତାହେଲେ ବିସି ର ଅନୁରୂପ କିଏ ହବ କହିଲ, କ୍ୟୁ ଆର ହବ, ବିସି ର ଅନୁରୂପ କିଏ ହବ କ୍ୟୁ ଆର ହବ, ତାହେଲେ ବିସି ଇକ୍ୱାଲ ଟୁ କଣ ଲେଖିପାରିବି କ୍ୟୁ ଆର ଲେଖିପାରିବି, ତାପରେ ଏସି ଇକ୍ୱାଲ ଟୁ କଣ ଲେଖିପାରିବି ନା ପି ଆର ଲେଖିପାରିବି, ତାପରେ এবି ଇକ୍ୱାଲ ଟୁ କଣ ଲେଖିପାରିବି ନା ପି କ୍ୟୁ ଲେଖିପାରିବି। କଣ ପାଇଁ ପସିବୁଲ ହେଇପାରିଲା ନା ଏ ସବୁ ପସିବୁଲ ଏଇଥିପାଇଁ ହେଇପାରିଲା ନା ଦିଟା ତ୍ରିଭୁଜ ସର୍ବସମ, ସେଥିପାଇଁ ଅନୁରୂପ ବାହୁ, ଏସି ର ଅନୁରୂପ ବାହୁ କିଏ ସେ ହବ ପି ଆର, ଏସି এবି ର ଅନୁରୂପ ବାହୁ କିଏ ସେ ହବ ପି କ୍ୟୁ। ବୁଝିପାରିଲ ନା ବୁଝିପାରିଲନି? ଚାଲେ କଣ ଦେଇଛି ପି ଆର ଦେଇଛି 5, ପି ଆର ର ଅନୁରୂପ କିଏ ସେ ଅଛି, ଦେଖ ପି ଆର ର ଅନୁରୂପ କିଏ ସେ ଅଛି ଏସି, ତାହେଲେ ଏସି ଟା କେତେ ହେଇଯିବ ସେଇ 5 ହେଇଯିବ, ଦେଖିଲ, ତାପରେ ଏଇଟା ଦେଲା 13, ଏଇଟା ଦେଲା 5, ତାହେଲେ ଏଇଟା କେତେ ହେଇଯିବ, ଏଇଟା ହେଇଯିବ ଆମର 12 ହେଇଯିବ, କଣ କେତେ ହେଇଯିବ 12 ହେଇଯିବ। ବୁଝିପାରିଲ ନା ବୁଝିପାରିଲନି? ଏଇଟା କେତେ ହେଇଯିବ 12 ହେଇଯିବ, ତାହେଲେ ସେଇପରି ଭାବରେ ଏଇଟା ବି 13 ହେଇଯିବ, ଏଇଟା ବି କେତେ ହେଇଯିବ 12 ହେଇଯିବ। ସେ ପଚାରିଥିଲା କଣ କାହାର ଭ୍ୟାଲୁ ନା এবି ର ଭ୍ୟାଲୁ, এবି ର ଭ୍ୟାଲୁ କେତେ ବାହାରିଗଲା 12, ତାହେଲେ ଅପସନ ନମ୍ବର ଏ ହେଲା ଏ ପ୍ରଶ୍ନର ସଠିକ ଉତ୍ତର। ତାହେଲେ ପିଲାମାନେ କେମିତି ହେଲା ତାର ଜାଣିପାରିଲ, ଦିଟା ତ୍ରିଭୁଜ ସର୍ବସମ, ତାର କୋଣ ଗୁଡା ଦେଖିଦେଲି, ଅନୁରୂପ ବାହୁ ଦେଖିଦେଲି, ତାପରେ କଣ କରିଲି ତୁଳନା କରିଦେଲି, କମ୍ପେୟାର କରିଦେଲି, ତାପରେ କଣ କେବଳ ଅନୁରୂପ ବାହୁ ହିଁ ପାଇଗଲା ପରେ ମୁଁ ଏଇ ପ୍ରଶ୍ନଟାକୁ ସମାଧାନ କରିପାରିବି। ହେଲା, ଦେଖ ନେକ୍ସଟ କ୍ୱେଶ୍ଚିନ ସ୍କ୍ରିନରେ ଦେଖିପାରୁଥିବ, ଇନ ଏ ସର୍କଲ ଏ 14 ସେଣ୍ଟିମିଟର ଲଙ୍ଗ କର୍ଡ, ଗୋଟିଏ ସର୍କଲ ହେଇଛି, ହେଲା, ଗୋଟିଏ ବୃତ୍ତ ରହିଛି ଯାହାର ଦେଇଛି 14 ସେଣ୍ଟିମିଟର ଗୋଟିଏ ଯା, ବୁଝିଲାନି, ତା ନାଁ ଦେଇଦଉଛି ଏ ବି, ଯାହାର ଦୈର୍ଘ୍ୟ ଦେଇଛି 14 ସେଣ୍ଟିମିଟର, ଆଉ କଣ କହିଛି 14 ସେଣ୍ଟିମିଟର ଦେଇଛି, ଇଜ ଆଟ 24 ସେଣ୍ଟିମିଟର ଫ୍ରମ ଦ ସେଣ୍ଟର, ତାହେଲେ ସର୍କଲ ସେଣ୍ଟର ଠାରୁ ଏଇ ଯୋଉ ଜ୍ୟାଟା କେତେ ଦୂର ରହିଛି ନା 24 ସେଣ୍ଟିମିଟର ଦୂରରେ ରହିଛି। ତାହେଲେ କଣ ଫାଇଣ୍ଡ ଦ ଲେନ୍ଥ ଅଫ ଦ ରାଡିୟସ, ରାଡିୟସ ମନେକର ଯାହାର ନାଁ ଦେଇଦଉଛି ଓ, ତାହେଲେ ଏଇ ଯୋଉ ଏ ଓ ଦେଖିପାରୁଛ ସଂଯୋଗ କଲି, ଏଇଗୋଟା ହେଲା ତାର ରାଡିୟସ, ତାହେଲେ କେମିତି ଭ୍ୟାଲୁ ବାହାର କରିବି, ଏ ବି ଟା ଦେଇଛି କଣ ଟୋଟାଲ 14, ତାହେଲେ ଏ ଆଉ ଏଇ ଯୋଉ ଡି ଟା କେତେ ହବ କହିଲ, ଏ ଡି ଟା କେତେ ହବ ନା 7, କଣ ପାଇଁ ଆମେ ଗୋଟେ ଥିଓରମରେ ପଢିଥିଲେ, କଣ ପଢିଥିଲେ ନା ଗୋଟେ ବ୍ୟାସ ଭିନ୍ନ ଚାପ ବୃତ୍ତର କେନ୍ଦ୍ରରୁ ଅଙ୍କିତ ଲମ୍ବ ଉକ୍ତ ଯାହାକୁ ସମଦ୍ୱିଖଣ୍ଡ କରେ, ପଢିଥିବ ସ୍କୁଲ ଟାଇମ ରେ କଣ ମନେ ଥବ। ହେଲା, ବୁଝିଗଲଣି? ତାପରେ ସରିଲା କଣ ଏ ଡି, ଏ ଡି ଟା କଣ ହେଇଯିବ କାହା ସହିତ ସମାନ ହେଇଯିବ ନା ବିଡି ସହିତ, କଣ ପାଇଁ ଇକ୍ୱାଲ ଟୁ ପାର୍ଟ ଡିଭାଇଡ ହବ ନା ଥିଓରମରେ ପଢିଥିଲେ। ହେଲା, ଏଇ ଯୋଉ ଗୋଟା ଲମ୍ବ ହବ ଆକୃତି ଆଉ ଆକୃତି ଲମ୍ବ ହେଲା ପରେ ଏଇ ସମଦ୍ୱିଖଣ୍ଡ କରିବ, ଦିଟା ଏଇ ଗ୍ୟାପ ଟା କଣ କରିବ ସମଦ୍ୱିଖଣ୍ଡ କରିବ, ଏଇଟା 14, ଏଇଟା 7 ହେଇଗଲା, ଏଇଟା 24 ହେଇଗଲା, ଏଇଟା କେତେ ହେଇଯିବ 25 ହେଇଯିବ। କେମିତି 25 ମୁଁ ଡାଇରେକ୍ଟ ଲେଖିଦେଲି ନା ଏଇଟା ଗୋଟେ ସମକୋଣୀ ତ୍ରିଭୁଜ ଯେହେତୁ ଏଇଟା ହେଲା କର୍ଣ୍ଣ, 7 24 25 ଗୋଟେ ଟ୍ରିପଲ ଏଟା ମୁଁ ଜାଣିଛି ମନେ ରଖିଛି, ତମେ ଯଦି ଭାବୁଛ ତମର ଯଦି ମନ ନାହିଁ ତାହେଲେ ତମେ ବି ବାହାର କରିପାରିବ, କେମିତି ବାହାର କରିପାରିବ ନା ଆମେ ଜାଣିଛେ ଏଇଟା କର୍ଣ୍ଣ, କର୍ଣ୍ଣର କେମିତି ବାହାର, କର୍ଣ୍ଣର ଭ୍ୟାଲୁ କେମିତି ବାହାର କରିବା ନା କଣ ପି ର ସ୍କୋୟାର ପ୍ଲସ କଣ ବି ର ସ୍କୋୟାର ର ରୁଟ ଓଭର, ତାହେଲେ ପି କେତେ ଦେଇଛି 24, 24 ର ସ୍କୋୟାର କେତେ 577, ବି କେତେ ଦେଇଛି 7, 7 ର ସ୍କୋୟାର କେତେ 59, ଦିଟା ମିଶିଲେ କେତେ ହବ 625, କେମିତି ହେଲା ଦେଖୁନା ମିଶିବ ନା 9 6 15, 5 1 7 8 8 12 2 1 5 6 625 କେତେ ହେଲା 25, ତାହେଲେ ତମେ ତ ମନେ ରଖିଥିବ ଡାଇରେକ୍ଟ, ତାହେଲେ 1 ସେକେଣ୍ଡରେ ହବ ନା ନାହିଁ ପ୍ରଶ୍ନର ଉତ୍ତରଟା। ଏଇ ପ୍ରଶ୍ନଟାକୁ ପଢିବା ପାଇଁ ଯେତିକି ସମୟ ନବ କିନ୍ତୁ ସମାଧାନ କରିବା କଣ ସମୟ ଲାଗିବ, ଯେହେତୁ ବୁଝିବା ପାଇଁ ତମକୁ କହିଥିଲି। ହେଲା, ତମେ ଏଟାକୁ ସ୍କୁଲରେ ନିଶ୍ଚିତ ପଢିଥବ। ହେଲା, କେତେ ସହଜ ତମେ ଯଦି ଦେଖିପାରୁଥିବ ତାହେଲେ ଭାବୁଥିବ ତମେ କଣ ଏତେ ଏତେ ସହଜ କ୍ୱେଶ୍ଚିନ ପଢୁଛି ସତରେ ନା ମିଛରେ କହୁଛି ଏମିତି ନେଇ ଆସୁଛନ୍ତି, ନା ନା ଏ ସବୁ ତକ ମୋ ପାଖରେ ରେଫରେନ୍ସ ବୁକ୍ ରହିଛି, ରେଫରେନ୍ସ ଇଣ୍ଟରନେଟ ରହିଛି। ହେଲା, ଏତେ ସବୁ ଆସିକି ମୁଁ ଏଇ କ୍ୱେଶ୍ଚିନ ଟାକୁ ପ୍ରିପେୟାର କରୁଛି ତମ ମାନଙ୍କ ପାଇଁ। ହେଲା, ବୁଝିଲା ନା ନାଇଁ? ତେଣୁ କରି ତମେ ଭାବନି ଏଇଟା କିଛି ସହଜ କ୍ୱେଶ୍ଚିନ ଏମିତି ଆସୁନି ବୋଲି, ଏଇଟା ତ ଆସୁଛି, ନିଶ୍ଚିତ ଆସୁଛି, ବୁଝିଲା ନାଇଁ? ତେଣୁକରି ଏଇଟାକୁ ଦେଖ, ମୁଁ ତମକୁ କହିଥିଲି 25ଟା ଚାପ୍ଟର ରହିଛି, ଯଦି ଗୋଟେ ଯୋଡେ କ୍ୱେଶ୍ଚିନ ଆସିଲା ହାରି ତମର ସହଜ ଇଜି ଚାପ୍ଟର ରୁ, ଆଉ ବାକି ସବୁ ଚାପ୍ଟର ରହିଛି ନା ସେ ସବୁ ଚାପ୍ଟର ଟପ୍ ରହିବ।
ଯେତେ ବି ସହଜ ହଉ ନା କାହିଁକି ଯେତେବେଳେ ସିମ୍ପ୍ଲିଫିକେସନ କୌଣସି କ୍ୱେଶ୍ଚନ ଥିବ ଦେଖିବ ସହଜ ହେଇଥିଲେ ମଧ୍ୟ ତାକୁ ସିମ୍ପ୍ଲିଫାଇ କରିବାକୁ 2 ମିନିଟ୍ ଲାଗିଯାଉଛି ତାହେଲେ ସେଠି ତମ ସମୟ ଲସ୍ ହେଲା ନାହିଁ ତମେ ତ ମିନିମମ୍ କ୍ୱେଶ୍ଚନ କରିବ ମ୍ୟାକ୍ସିମମ୍ କ୍ୱେଶ୍ଚନ ଆଟେଣ୍ଡ କରିପାରିବ ଯାହା ଫଳରେ କଣ ହେଇଯିବ ତମର ତ ସିଲେକ୍ସନ ରହିଯିବ। ତାପରେ ଦେଖ ଆମେ ନେକ୍ସଟ କ୍ୱେଶ୍ଚନ ସିମ୍ପ୍ଲିଫାଇ କରିବା ହେଲା କଣ ଦେଇଛି ନା ଯା ହଁ ହଁ କିଛି ନଷ୍ଟ ହବନି ରଖା ହବ ରାତିକି ରଖା ହବ ହଁ ସେମିତି କେତେ ସେମିତି କଣ ରଖା ହବ ପ୍ରିପେୟାର କରି ରଖା ହବ ନା ନାଇଁ ସେମିତି ହଁ ହଉ ଯା ପକା ସେମିତି କିଛି ହବନି କିଛି ହବନି ତୁ ଯା ହେଲା ତାପରେ ଦେଖ ଆମେ ଜାଣିଲେ ଦିଟା ଟ୍ରାଙ୍ଗେଲ ଦେଇଛି କଣ ଦେଇଛି ଗୋଟେ ଏକ୍ସ ୱାଇ ଜେଡ୍ ଆଉ ଗୋଟେ କଣ ଏମ୍ ଆର୍ ଏଲ୍ ଦିଟା କଣ ଦେଇଥିଲା ଟ୍ରାଙ୍ଗେଲ ଦେଇଥିଲା ଦିଟା କଣ ଦେଇଥିଲା ଟ୍ରାଙ୍ଗେଲ ଦେଇଛି ବୁଝିଲେ ନାଇଁ ତାପରେ କଣ ସେମାନଙ୍କର ଭ୍ୟାଲୁ ଦେଇଦେଇଛି ଆଉ ଦିଟା କଣ ଟ୍ରାଙ୍ଗେଲ କଣ ଅଛି ପରସ୍ପର ସହିତ କଣ ସର୍ବସମ ଅଛି କଣ ଅଛି ସର୍ବସମ ଅଛି ପ୍ରଥମେ କଣ କରିବା ଦେଖିଲ ଆମେ କେମିତି ଦିଟା ତ୍ରିଭୁଜ ନାଁ ଲେଖିଦେଇ କଣ ଦେଇଛି ଏକ୍ସ ୱାଇ ଜେଡ୍ ସର୍ବସମ କାହା ସହିତ ଅଛି ତମକୁ ଚିତ୍ର ବି କରିବାକୁ ପଡିବନି ଯଦି ଥରେ ଏମିତି ବୁଝିଯିବ ତମେ ହେଲା ଦେଖ ଏଲ ଏମ ଆର ବୁଝିଲା ନାଇଁ ତାହେଲେ ଦେଖ ପ୍ରଥମେ କଣ ଅଛି ଏକ୍ସ ୱାଇ ଅଛି ତାର ପ୍ରଥମେ କଣ ଅଛି ଏଲ ଏମ ଅଛି ତାହେଲେ ଏ ଦିଟା ସାଇଡ ପରସ୍ପର ସହିତ କଣ ହବ ଇକ୍ୱାଲ ହବ ବୁଝିଲନି ତାପରେ କଣ ଅଛି ୱାଇ ଜେଡ୍ ଅଛି ତାର ପ୍ରଥମେ କଣ ଅଛି ସରି ତାର ଶେଷକୁ କଣ ଅଛି ଆର ୱାଇ ଜେଡ୍ ଅଛି ତାର କଣ ଅଛି ଏମ ଆର ଅଛି ତାର କଣ ଅଛି ଏମ ଏ ଆର ଅଛି ବୁଝିପାରିଲ ନା ବୁଝିଲନି ତାପରେ ଆଉ କଣ ରହିଲା ଆର ଗୋଟେ ଏକ୍ସ ଜେଡ୍ ରହିଲା ପ୍ରଥମଟାକୁ ତୃତୀୟ ତାର ସେମିତି କହିବା କଣ ଆଉ ପ୍ରଥମଟାକୁ ତୃତୀୟ ସାଇଡ ସହିତ ଇକ୍ୱାଲ ହବ ସେଇଟା ଏସବୁ କୋଉ ବାହୁ ଲେଖିଲେ ଅନୁରୂପ ବାହୁ ଲେଖିଲେ ତାହେଲେ ସେ ବାହୁଟାର ନାଁ କଣ ଅଛି ନା ଏକ୍ସ ଜେଡ୍ ଆର ସହିତ କଣ ଏଲ ଆର ତମେ ଦେଖିପାରୁଛ ନା ନାଇଁ ତାପରେ କଣ କହିଲି ଏକ୍ସ ୱାଇ ଟା କାହା ସହିତ ସମାନ ହବ ଏଲ ଏମ ସହିତ ଦେଖିପାରୁଛ ଏକ୍ସ ୱାଇ ଏଇଟା ଏଲ ଏମ କୋଉଠି ଏଇଟା ଏଇଟା ସହିତ ଏଇଟା ଇକ୍ୱାଲ ହବ ତାପରେ କାହା ସହିତ ଏ ୱାଇ ସହିତ ଜେଡ୍ ଦେଖିଛ ନା ନାଇଁ ଏ ସାଇଡ ସହିତ ଏମ ଏ ଆର କୋଉଠି ଦେଖୁଛ ଏମ ଆର ସହିତ ଇକ୍ୱାଲ ହବ ରେଷ୍ଟ ବାହୁ ଯୋଉ ରହିଲା ତାହେଲେ ଏଇଟା ସହିତ ସମାନ ହବ ମୁଁ ସେୟା ଲେଖିଛି ନା ରେଷ୍ଟ ଦେଖିଲ ଏଟା ଏକ୍ସ ଜେଡ୍ ଲେଖା ହେଇଛି ଏଠି କଣ ଥିଲା ଆର ଏଲ ଲେଖାଯିବ ଏଲ ଆର ବୁଝିଲେ ନାଇଁ ତାହେଲେ ଏଇପରି ଭାବରେ ଏଇ କୋଶ୍ଚିନ୍ କଣ କରିପାରିବା ଏମ ଏ ଆଉ ଏକ୍ସ ଆଉ ପି ର ଭ୍ୟାଲୁ ବାହାର କରିପାରିବା ହେଲା ବହୁତ ସହଜ କୋଶ୍ଚିନ୍ ଆମେ ସମାଧାନ କରୁଛୁ ଦେଖ କଣ କରିବା ଏକ୍ସ ୱାଇ ର ଭ୍ୟାଲୁ ଦେଇଥିଲା କେତେ ଦେଖିଲ ଏକ୍ସ ୱାଇ ର ଭ୍ୟାଲୁ ଦେଇଥିଲା 2ma ପ୍ଲସ 1 ତାପରେ ଏକ୍ସ ୱାଇ ଟା ଫାଷ୍ଟ ସମାନ ଥିଲା ନା ଏଲ ଏମ ସହିତ ଏଲ ଏମ ଦେଖିପାରୁଛ ନା ନାଇଁ 5 ହେଲା ତାହେଲେ ଦେଖିଲ 2ma ପ୍ଲସ 1 ମାଇନସ 1 ହେଇଗଲା କେତେ 4 2m ଇକ୍ୱାଲ ଟୁ 4 m ଇକ୍ୱାଲ ଟୁ କେତେ ହେଇଗଲା 2 ହେଇଗଲା ଜାଣିପାରିଲନି ତାପରେ ସେମିତି ଦେଇଛି ୱାଇ ଜେଡ୍ ଦେଖିଲ କୋଉଠି ଅଛି ୱାଇ ଜେଡ୍ ଅଛି ତଳଟା ତାହେଲେ 2p ପ୍ଲସ 2 ତାହେଲେ ୱାଇ ଜେଡ୍ ଟା କାହା ସହିତ ସମାନ ଏମ ଆର ସହିତ ସମାନ ଏମ ଆର ଦେଖୁଛ 8 ବୁଝିଲା ନାଇଁ ଏଟା ପ୍ଲସ 2 ସେତେବେଳେ ମାଇନସ ହେଲା 6 ହେଇଯିବ 2p ଇକ୍ୱାଲ ଟୁ 6 ତାହେଲେ p ଇକ୍ୱାଲ ଟୁ କେତେ ହେଇଗଲା 3 ହେଇଗଲା ତାହେଲେ ବାହାରିଗଲା ତାପରେ ସେମିତି ଲାଷ୍ଟ ଆଉ କଣ ହେଲା ସାଇଡ ନା ଏକ୍ସ ଜେଡ୍ କେତେ ଦେଇଛି ନା 7 ଦେଇଛି ତାପରେ ଦେଇଛି କଣ ନା ଏଲ ଆଉ ଏଲ ଆର କୁ ତଳେ ଦେଇଛି 2x ମାଇନସ 1 ତାହେଲେ ଦେଖ ଏଇ ମାଇନସ 1 ଟା ପ୍ଲସ 8 2x ଇକ୍ୱାଲ ଟୁ 8 ତାହେଲେ x ଇକ୍ୱାଲ ଟୁ କେତେ ହେଲା 4 ହେଇଗଲା ତାହେଲେ ଆମେ ଏମ ମାନ ପାଇଗଲେ ପି ମାନ ପାଇଗଲେ 4 ମାନ ପାଇଗଲେ ଏକ୍ସ ମାନ ପାଇଗଲେ ତାହେଲେ ଭ୍ୟାଲୁ ପୁଟ୍ କରିବା ଏମ ଜାଗାରେ କେତେ ପକେଇବି 2 ତାପରେ ପି ଏକ୍ସ ର ଭ୍ୟାଲୁ କେତେ ପକେଇବି 4 ପି ର ଭ୍ୟାଲୁ ପକେଇବି 3 ହେଲା 4 2 6 3 9 ତାହେଲେ ଏଇ ପ୍ରଶ୍ନ ସଠିକ ଉତ୍ତର କେତେ ହବ ଡି ଅପସନ ନମ୍ବର ଡି ଏଇ ପ୍ରଶ୍ନ ସଠିକ ଉତ୍ତର ଦେଖିପାରୁଥିବ ପିଲାମାନେ କେତେ ସହଜ କୋଶ୍ଚିନ୍ ଏଇଟା ଥିଲା ଏଇଟା ମଧ୍ୟ ତମେ ସମସ୍ତେ କରିପାରିଥିବ ମୁଁ ଜାଣିଛି ହେଲା ଦେଖ ନେକ୍ସଟ କୋଶ୍ଚିନ୍ ସମାଧାନ କରିବା କଣ ରହିଛି କୋଶ୍ଚିନ୍ ଟା ଦେଖ ମୁଁ ପଢୁଛି The length of the three sides of a triangle କହୁଛି ଗୋଟେ ଟ୍ରାଙ୍ଗେଲ ର ତିନିଟା ସାଇଡ ର ଲେନ୍ଥ ଦେଇଛି ହେଲା ଦେଖ ମନେକର ସେ ଟ୍ରାଙ୍ଗେଲ ଟା କରିଦଉଛି ଏ ବି ସି ଲେନ୍ଥ ଦେଇଛି ଗୋଟେ ଦେଇଛି 30 ଦେଇଛି ଆଉ ଗୋଟେ ଦେଇଛି 42 ଦେଇଛି ଆଉ ଗୋଟେ ଦେଇଛି କଣ x ଦେଇଛି which of the following is correct ଆମେ ସମସ୍ତେ ଜାଣିଛେ ଗୋଟେ ସୂତ୍ର ପଢିଥିଲେ ହେଲା ଦେଖ କଣ ସେ ସୂତ୍ରଟା ଥିଲା ଯେତେବେଳେ କଣ ନା ଦୁଇଟି ବାହୁର ଦୈର୍ଘ୍ୟର ସମଷ୍ଟି ତୃତୀୟ ବାହୁ ଠାରୁ କଣ ହବ ବଡ ହବ ବୃହତ୍ତର ହବ ଆମେ ଜାଣିଥିଲେ ସଦାବେଳେ ତାହେଲେ ଏଇ ଦି ଜଣଙ୍କର ଦୈର୍ଘ୍ୟ କେତେ ହବ କହିଲ ସରି ଦୈର୍ଘ୍ୟ ସମଷ୍ଟି କେତେ ହବ କହିଲ ଏଇଟା କେତେ 70 72 ତାହେଲେ କଣ 72 ଠାରୁ
कौन हम स्थान हम किए तृतीय बाहुटा दुईटी बाहुर दैर्घ्य तृतीय बाहुटर कौन हम स्थान हम आउ कौन जानी दुईटी बाहुर अंतर अंतर के 42 रु 30 फेरले के 12 अंतर ठारू किंतु तृतीय बाहुटा कौन हम बड़ हम बुझे जी तृतीय बाहुटा एक्स नवा यहीपरि भाव में लिखा जाई परिबो एक्स कौन कमन अच्छे एक्स ठारू कौन हम एक्स कौन हम 72 ठारू कौन हम सान हम 72 ठारू कौन हम सान हम एपटे लिखिदेली कौन 72 हटले एक्स तापर किंतु 12 ठारू कौन हम ना बड़ हम केमती चिन्ह देवी एम चिन्ह देवी देख लो यही कोटी रही को ऑप्शन रही एमती 12 लेस देन एक्स आ लेस देन कौन है लेस देन 72 तार 12 जो कौन है दुई भावर अंतर ठारू दुई भावर अंतर ठारू कौन हम तृतीय भावटा बृहत्तर हम आ दुई भावर जोगफल ठारू तृतीय भावटा कौन हम क्षुद्रतर हम से लिखी है देखिए ऑप्शन नंबर कौट रही प्रश्न यही ऑप्शन टा कौट रही ऑप्शन नंबर सी कहीं मैं देखा देख ये ठीक देखा ना देखा मुझे तुम कौन कही मन रख मन कर देख तृतीय भाव एक्स अच्छी यहाँ ए कौन बी आम जानते कौन हम ए प्लस बी अलवेज कौन हम ए प्लस बी मैंने प्रथम जो दुई बाहर दैर्घ्य दत्त थो दुई बाहर दैर्घ्यर समष्टि कौन हम तृतीय बाहु ठार बृहत्तर से एपटू देखिए तृतीय बाहु मन एक्स था आउ कौन हो ना आठारू किंतु 8 रु बड़ हम क्या बड़ हम अंतरफल ठार ए माइनस बी लिखिपारे है जाने किंतु अंतरफल ठार कौन हम तृतीय बाहुटा कौन हम बड़ हम किंतु जोगफल ठार कौन हम सान हम तृतीय बाहुटा ये ऑप्शन टा कौन ऑप्शन नंबर सी सठिक उत्तर है बुझे नहीं देख प्रश्न स्क्रीन में लिखा था समझते इफ द साइड ऑफ इक्विलेटरल ट्रायंगल माने सम बाहु त्रिभुज र साइड केते कहछि इंक्रीज हबो इंक्रीज बाय 34% देन बाय व्हाट परसेंट विल इट्स एरिया इंक्रीज तो जाने ताले एरिया रा केते परिबो जति बाहु को हमें 34% वृद्धि कर दबा ताले क्षेत्रफल रा केते वृद्धि होबो ना केते शतकड़ा वृद्धि होबो से पचारछि ताले देखो गोटे संभव त्रिभुज आमे समस्त जानते गोटे संभव त्रिभुज कोन तीनटा का बाहु समान मन करे गोटे संभव त्रिभुज थला तार केते परसेंट बढ़िया होला ना 34% साइड बढ़िया होला नुवा संभव त्रिभुज एटा पाइलो तापर कहूँ केते परसेंट मन कर साइड थला केते 100 थला 34% बढ़ला माने केते हो 134 ही जीवो बुझला नहीं ताले कौन करबा को आमे समस्त जानिचे आर अनुपात बाहर कर देबी आर अनुपात करले केते हो गला 2 रे काटले केते हो गला 2 रे काटले 50 है 2 रे काटले केते हो 212 214 आ कटियो कि दुईटी त्रिभुज बा से गोटी त्रिभुज जेतबळे बाहु तार 34% वृद्धि करा गला ताले ताकू कौन लिखिली गोटा को 100 हेले 34% वृद्धि माने 114 हे जीवो ताकू 2 रे काटी देली तार रेशियो बाहर कर देली तापर आमे समझ जानिचे संभव त्रिभुज रे क्षेत्रफल सूत्र कोन ना √3/4 ए स्क्वायर ए जार केते 50 स्क्वायर हे जीवो तापर एठी सेमते हे जो कोन √3/4 ए स्क्वायर ए जार केते अछि ना 67 ना स्क्वायर हे जीवो √3/4 √3 रे कटि गला बुझन कम में कटला रे अनुपात बाहर कर ना अनुपात जहां विभक्त से विभक्त गला परे लबर जे 3/4 थबो √3/4 हरे भी 3 √3/4 तो सेदिरा कटि जीवो नि कटि जीवो ताले 50 रो स्क्वायर केते हैला कहलो 2500 50 स्क्वायर केते 2500 किन 67 स्क्वायर त हमर मन नै तेन फटाफट तबर एठी कोन करिया अछि गुणिया अछि हला देखो केमती गुणिबा आमे आमे केमती गुणिबा ए प्रश्न को देखो बहुत सहज मु तुमको गुणन दीटी के हमको सिखेतले एमती सीधा गुणिबा ता कोणा कोणा गुणी विषय तापर गुण एक गुणी 7 7 केते होला 49 ହେଲା ବୁଝିଲ ବୁଝିଲ ଏଟା 4 ଗଲା ତାପରେ 700 କୁ 42 700 କୁ 42 42 84 4 କେତେ 88 4 କେତେ 88 8 ଦିନ 8 ତାପରେ 600 କୁ 36 600 କୁ 36 36 40 44 କେତେ ହେଇଗଲା ଏତି 44 89 କେତେ ହେଇଗଲା 44 89 ତାହେଲେ କେତେ ବୃଦ୍ଧି ହେଇଛି ଦେଖିବା ଏଠି फेरला पर जଣା पड़ो चले 9 एटा ହେଲା କେତେ 8 ଏଟା ହେଲା କେତେ 9 ଏଟା 8 କେତେ ହେଲା 9 8 ଏଟା ହେଲା 14 14 ରୁ 5 ଗଲେ 9 ଆଉ କେତେ ହେଲା 3 3 ରୁ 2 ଗଲା କେତେ 1 ବୁଝି ପାରला ବୁଝି पारनी ତାହେଲେ କେତେ ହେଲା ଏତିକି ହେଲା d କେତେ ଥିଲା 2500 ଥିଲା ଶତକଡା ବାହାର କରିବାର ଅଛି ତେଣୁ 100 ଗୁଣିବାର ଅଛି ଏଠି ଦିଟା ଶୂନ ଏଠି ଦିଟା ଶୂନ କଟିଗଲା ତାହେଲେ ମୁଁ କାଟିବି 25 + 125 25 175 25 ଟା 200 25 7 ଯିବ କେତେ 25 7 ଗଲା देखो डायरेक्ट एमती लिखिदब बर मु बड़ बड़ संख्या फटाफट हो 25 7 लिखिदेली केते लिखिदेली 175 ताले केते बोला 3 बोला एठो 2 बोला एठी केते बोला एठो ओल्हेइबो एठो 9 ओल्हेला 25 नुआ केते 25 नुआ हला केते 225 25 नुआ हला केते 25 नुआ हला केते 225 हैला 25 नुआ 279 पॉइंट समथिंग आसीबो 79 पॉइंट समथिंग आसीबो
তাহলে এই প্রশ্নের সঠিক উত্তর কেমতি বাহারে 79 समथिंग ଦେଖିବାର ଅପସନ ନମ୍ବର বি এই প্রশ্নের সঠিক উত্তরটা কেতে অপসন নম্বর বি ହେଲା ଆମର ତ ବାହାରି ଗଲାଣି ଅଲରେଡି ଆମେ ତ ଅଲରେଡି କେହି ହବା ବୁଝିଲେ ନାହିଁ এই ପ୍ରଶ୍ନର ସଠିକ ଉତ୍ତର ଜାଣିଲ ନା ନାହିଁ ଦେଖ नेक्स्ट क्वेश्चन कौन देखि पातो व्हाट इज द रेडियस ऑफ सर्कल व्हिच सर्कमस्क्राइब माने बुझे जति गोटे देछि 50 रेडियस 50 कहार गोटे सर्कल सर्कमस्क्राइब माने तार कोन जो परिकेंद्रता हला द ट्रायंगल एबीसी हो साइड दे देछि एति दे देछि साइड दे देछि केते 16 गोटे गोटे ट्रायंगल रहिछि हला बुझा नै जहार गोटे परिवृत्तटा अंकन कराइछि ହେଲା ମୁଁ ଯୋଉ କରିଥିଲି ଏମିତି ଗୋଟେ क्वेश्चन କରାହେଇଗଲା ତ ଜାଣି ଯାହାର ସାଇଡ ଦେଇ ଦେଇଛି କଣ ଗୋଟେ ସାଇଡ ଦେଇଛି କଣ 34 ଗୋଟେ ଦେଇଛି 30 ଗୋଟେ ଦେଇଛି କଣ 16 ତାହେଲେ ତମେ ଭାବୁଥାଅ ମନେ ମନେ ଯେ ୟାକୁ କଣ ପାଇଁ ରାଇଟ ଆଙ୍ଗଲ କଲି ନା କାରଣ ଏଇଟା କଣ ଗୋଟେ ଟ୍ରିପଲ ଏଟ୍ ତେବେ ଚାହିଁଲେ ପ୍ରମାଣ କରିପାରିବ ଦେଖ 16 ସ୍କୋୟାର କେତେ ନା 256 30 ସ୍କୋୟାର କେତେ 900 9 2 କେତେ 1156 1156 କେତେ 34 ବୁଝିଲ ବୁଝିଲ ତାହେଲେ ଏଇଟା କଣ ହେଲା କଣ ଏଇଟା ଗୋଟେ ସମକୋଣୀ ତ୍ରିଭୁଜ ତାହେଲେ ପଚାରୁଛି କଣ ସରକମସେଣ୍ଟର ଆମେ ତ ଜାଣିଛେ ସରକମସେଣ୍ଟର କେମିତି ବାହାରିବ ସରକମସେଣ୍ଟର ଏଇଠି ଜାଣିଛ ଏଇଟା କର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରିବ ତାହେଲେ କର୍ଣ୍ଣଟା ହେଲା କଣ ବ୍ୟାସ ତାହେଲେ ସେଣ୍ଟରଟା କେମିତି 34 ବାଇ କଣ ହେଇଯିବ 2 କରିଦେବି ତାହେଲେ କେତେ ପାଇଲି 17 ପାଇଗଲି କେତେ ପାଇଲି 17 ପାଇଲି ସେ କଣ ପଚାରିଥିଲା ଆମକୁ ପଚାରିଥିଲା ରାଡିୟସ ପଚାରିଥିଲା ଆମେ ତ 17 ପାଇଲି କାରଣ ଏଇ ଗୋଟାକ ଆମେ ଜାଣିଛେ ଏଇ ଯୋଉ ପୂର୍ବ ଫାର୍ଷ୍ଟ କ୍ୱେଶ୍ଚିନ୍ ଆମେ କରିଥିଲେ ଯଦି ଏ ବି ସେ ଏକ ସମକୋଣୀ ତ୍ରିଭୁଜ ହୁଏ ଏଇଟା ଗୋଟେ ତାର ପରିବୃତ୍ତ ହୁଏ ଏସି ହେଲା କଣ ଏଇ ଯୋଉ କର୍ଣ୍ଣଟା ଭିତରେ କଣ ହେଇଯିବ ବ୍ୟାସ ହେଇଯିବ ଆମେ ଯେହେତୁ ଆମେ ଜାଣିଛେ କଣ ବ୍ୟାସଟି ଏଇଟା ଯେହେତୁ ଆମେ ସମସ୍ତେ ଜାଣିଛେ ବା ପଢିଥିଲେ କଣ ଥିଓରମ ମାନେ ପ୍ରୁଭ କରିଥିଲେ ଯେ ଏଇ ଯୋଉ କଣ ସମକୋଣୀ ତ୍ରିଭୁଜ ଯେତେବେଳେ ଗୋଟେ ପରିବୃତ୍ତଟା ଅଙ୍କନ କରାଯିବ ସମକୋଣର ଏଇ ଯୋଉ ସେ କର୍ଣ୍ଣଟା ଦେଖୁଛ ଏଇ କର୍ଣ୍ଣଟା ହବ କଣ ବୃତ୍ତର ବ୍ୟାସ ସହିତ ସମାନ ହବ ବୁଝିଲେ ନାଇଁ ବୃତ୍ତର ବ୍ୟାସ ସହିତ ସମାନ ହବ ତେଣୁକରି ଏସି ହେଲା କଣ ବ୍ୟାସ ତାହେଲେ ବ୍ୟାସ କେମିତି ବାହାର କରିବେ ନା ବ୍ୟାସ ବିଭକ୍ତ କରିଦେବି ସେ ବ୍ୟାସ ତ ବାହାରିବ 14 17 17 ୟୁନିଟ ହବ ଏଇ ପ୍ରଶ୍ନଟା ସଠିକ ଉତ୍ତର ତାପରେ ଦେଖ ନେକ୍ସଟ କ୍ୱେଶ୍ଚିନ୍ ଦେଖିପାରୁଥିବ ହ୍ୟାଲୋ ହଁ ଟିକେ ମୁଁ କ୍ଲାସ କରୁଛି ଟିକେ ଘଟେଇ ଆସ ମୁଁ ଯାଉଛି ଗୋଟେ ଦେଇ ଦଉଛି ହଁ ମତେ ପଛରେ ଫୋନ ପେ କରିବି ହଁ ହଁ ଦେଖ ତାପରେ ନେକ୍ସଟ क्वेश्चन ଅଛି फाइंड द एरिया ऑफ अ सेक्टर ऑफ ए सर्कल विथ रेडियस 5 सेंटीमीटर एंड एंगल ହେଲା କଣ 60 डिग्री ବୁଝିଲା ନାଇଁ ତାହେଲେ ରାଡିୟସ ଦେଇ ଦେଇଛି କେତେ 5 ସେଣ୍ଟିମିଟର ହେଲା ତାପରେ ଆଙ୍ଗେଲ ମାନେ ଥୀଟା ଥୀଟା କେ ଦେଇଛି 60 डिग्री ଏଟା 600 डिग्री ନ ଏଟା ହେଲା 60 डिग्री ତଳେ ଲେଖା ହେଇଛି ଟାଇପିଂ ମିଷ୍ଟେକ୍ ହେଲା फाइंड द एरिया ऑफ अ सेक्टर ऑफ ए सेक्टर ଜାଣିଛଟି ଗୋଟେ ବୃତ୍ତ କଳା କାହାକୁ ଜାଣିଛ ନା এইটা ହେଲା କଣ ଯେତେବେଳେ ଗୋଟେ ବୃତ୍ତର କେନ୍ଦ୍ରରୁ ଦୁଇଟି ବ୍ୟାସାର୍ଦ୍ଧ ଅଙ୍କନ କରିଦେବି ତାହେଲେ ଏଇ ଯୋଉ ଅଂଶଟା ଦେଖୁଛ ଏଇ ଅଂଶଟାକୁ ମୁଁ ବୃତ୍ତ କଳା କୁହାଯିବ ଏଇ ଅଂଶଟିର କ୍ଷେତ୍ରଫଳ କେମିତି ବାହାର କରିବ ବୃତ୍ତ କଳାର କ୍ଷେତ୍ରଫଳ ବାହାରିବା ପାଇଁ ସହଜ ଗୋଟେ ସୂତ୍ର ରହିଛି କଣ ସେ ସୂତ୍ରଟା ଥୀଟା ବି 360 ଇଣ୍ଟୁ କଣ ପାଇ ଆର ସ୍କୋୟାର ବୁଝିଲେ ତାହେଲେ ଥୀଟା ତ ଦେଇ ଦେଇଛି 60 ତାହେଲେ ଡିଭାଇଡ ବାଇ କେତେ 360 ଇଣ୍ଟୁ କେତେ ପାଇ ପାଇ ଜାଗାରେ ଭ୍ୟାଲୁ ପୁଟ୍ କରିଦେବି ପାଇ ସହିତ 7 ତାପରେ ଆର ସ୍କୋୟାର ଆର ଜାଗାରେ କେତେ ହୁଏ 5 ଇଣ୍ଟୁ କେତେ 5 ଏଟା କେବଳ କଟାକଟି 6 ରେ କାଟିଲେ 60 ରେ କାଟିଲେ କେତେ 6 2 ରେ କାଟିଲେ 3 2 ରେ କାଟିଲେ କେତେ 11 ତାହେଲେ 11 ପଞ୍ଚା କେତେ 11 ପଞ୍ଚା 55 ହେଲା ସରି ଏ ତ 25 ଡାଇରେକ୍ଟ 25 କୁ 11 ଗୁଣିଦେବି ହେଲା ବୁଝିଲେ 11 ଗୁଣନ କେତେ 25 କରିଦେଲି ଡିଭାଇଡ ବାଇ 7 ରେ କେତେ 21 କରିଦେବି ହେଲା 25 କେ 25 25 କେ 25 25 2 କେତେ 27 275 ବାଇ କେତେ ହେଲା 21 ହେଲା ତାହେଲେ 21 କାଟିଲେ 21 କେ 21 କେତେ ବଳିଲା ଆଉ କେତେ ବଳିଲା ଏଠି ଦେଖ 6 ବଲା 6 ବତେ 65 ହେଲା 21 3 କେତେ 63 13 ପଏଣ୍ଟ ସମଥିଙ୍ଗ 13 ପଏଣ୍ଟ ସମଥିଙ୍ଗ ଗୋଟିଏ ଅପସନ ରହିଛି ବୁଝିପାରୁଛ ନା ନାଇଁ ତାହେଲେ ଏଇ ପ୍ରଶ୍ନ ସଠିକ ଉତ୍ତର କେତେ ଅପସନ ନମ୍ବର ହେଲା ସି ଅପସନ ନମ୍ବର ହେଲା କଣ ସି ବୁଝିଲା ନା ନାଇଁ ତାପରେ ଆଜିର କ୍ଲାସ କଣ ତମ ପାଇଁ ଏତିକି ଧନ୍ୟବାଦ ନେକ୍ସଟ କ୍ଲାସରେ ଦେଖା